ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜାତୀୟ ସେବା ଯୋଜନାର ପ୍ରାକ୍ତନ ଯୋଜନା ଅଧିକାରୀ ଡକ୍ଟର ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଜାତୀୟ ସେବା ଯୋଜନା ଶାଖାର ସୌଜନ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଅଡିଓ ଭିଜୁଆଲ ହଲ୍ ମଧ୍ୟରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁ ଗଞ୍ଜାମର ଓଡ଼ିଆ ପ୍ରାଧ୍ୟାପକ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୋ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ କୁମାର ମୁନି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦେବ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ତତ୍ପଶ୍ଚାତ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କ ପାଇଁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଯୁକ୍ତ 2 ୟୁନିଟ୍ର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡ଼ା ମାଝୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସର ଆଭିମୁଖ୍ୟ ତଥା ପ୍ରତିଷ୍ଠାପକ ସ୍ୱର୍ଗତ ଡକ୍ଟର VKRV ରାଓ ପ୍ରାକ୍ତନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିରେ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସଂକ୍ଷେପରେ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଡକ୍ଟର ମୁନି ଓଡ଼ିଶାର ଗୌରବ ବାଜି ରାଉତ ଧର୍ମପଦ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାନବୀୟ ଅମ୍ଳାନ ଉତ୍ସର୍ଗୀକୃତ ଏବଂ ସ୍ୱେଚ୍ଛାକୃତ ସେବା ପରାୟଣତାର ଉଦାହରଣ ସ୍ପଷ୍ଟ ରୂପେ ପ୍ରତିପାଦନ କରିଥିଲେ। ଜନସମାଜରେ ଦୀନ ଦୁଃଖୀ ରଙ୍କୀଙ୍କ ପ୍ରତି ମାନବୀୟତା ରକ୍ଷା କରି ସେବା ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। ମୁଖ୍ୟ ବକ୍ତା ଡକ୍ଟର ମହାନ୍ତିଙ୍କ ସେବା ପରାୟଣତାର ଓଜସ୍ୱୀ ବକ୍ତବ୍ୟ ସମସ୍ତଙ୍କୁ ଅଭିଭୂତ କରିପାରିଥିଲା। ଜାତୀୟ ସେବା ଯୋଜନା ସଦା ସର୍ବଦା ଗ୍ରାମାଞ୍ଚଳରେ ସେବାର ମହତ୍ତ୍ୱକୁ ପ୍ରତିଷ୍ଠିତ କରି ଦୁସ୍ଥ ଏବଂ ନିଷ୍ପେଷିତ ତଥା ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅସହାୟ ନିର୍ଯାତିତ ଲୋକଙ୍କ ପାଇଁ ସ୍ୱେଚ୍ଛାସେବୀମାନଙ୍କ ସାପ୍ତାହିକ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ପହଞ୍ଚୁଥାଏ ଏବଂ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରତ୍ୟେକ ଅନ୍ଧବିଶ୍ୱାସ କବଳିତ ଅନ୍ଧଗଳିରୁ ମୁଖ୍ୟ ସ୍ରୋତକୁ ଆସିବା ପାଇଁ ସଚେତନତାର ବାର୍ତ୍ତା ରଖିଥାଏ। ଅନେକ ଉପାଦେୟ ଉଦାହରଣ ନିଜସ୍ୱ ସଙ୍ଗୀତ ଓ ଅନୁଭୂତି ଦ୍ୱାରା ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ସେବା ମନୋଭାବ ପ୍ରତି ଆକୃଷ୍ଟ କରିଥିଲେ। କଲେଜ ଅଧ୍ୟକ୍ଷ ଡକ୍ଟର ତ୍ରିପାଠୀ ଅତିଥିଙ୍କ ଉପାଦେୟ ବାର୍ତ୍ତାକୁ ଆତ୍ମସାତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଜାତୀୟ ସେବା ଯୋଜନା ଯୁକ୍ତ 3 ୟୁନିଟ୍ର ମଞ୍ଚାସୀନ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଚନ୍ଦନ ମାରାଣ୍ଡି ଏବଂ ଅଧ୍ୟାପିକା ଇଞ୍ଜିନିୟର ରେଶ୍ମାରାଣୀ ପାତ୍ର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ ପ୍ରଶ୍ନୋତ୍ତରୀ ତର୍କ ବିତର୍କ ଏବଂ ନିବନ୍ଧ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ କର କମଳରେ ପୁରସ୍କାର ବିତରଣ କରାଯାଇଥିଲା। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ନଜିର ରହିଥିଲା। ପରିଶେଷରେ ପ୍ରୋଗ୍ରାମ ଅଧିକାରୀ ଇଞ୍ଜିନିୟର ରେଶ୍ମାରାଣୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆସିକାରୁ ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।